ଜାନୁଆରୀ ମାସ ଷ୍ଟାର୍ଟ ତ ୟାରି ପରଠାରୁ ସବୁ ଲିଗ୍ ସବୁ ଖେଳ ଆରମ୍ଭ ହୋଇଯାଇଛି ମାନେ ଟି20 ଲିଗ୍ ସବୁ ଖେଳ ଆରମ୍ଭ ହୋଇଯାଇଛି ମାର୍ଚ୍ଚରେ ତ ଆଇପିଏଲ୍ ହେବ ସେଇଟା ତ ସବୁଠୁ ବଡ଼ ଲିଗ୍ ଦୁବାଇ ଟି20 ଲିଗ୍ ଇଣ୍ଟରନ୍ୟାସନାଲ୍ ଲିଗ୍ ଟି20 ସେଇଟା ଆରମ୍ଭ ହୋଇଯାଇଛି 11 ଜାନୁଆରୀ ଆରମ୍ଭ ହୋଇଯାଇଛି ଆଉ ତା ପୂର୍ବରୁ 2 ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ସାଉଥ୍ ଆଫ୍ରିକା ଟି20 ଲିଗ୍ ସାଉଥ୍ ଆଫ୍ରିକା ଟି20 ଲିଗ୍ରେ ଦିନେଶ କାର୍ତ୍ତିକ ଖେଳୁଛନ୍ତି ପାଲ୍ସ ରୟାଲ୍ସ ତରଫରୁ ଯିଏ ରାଜସ୍ଥାନ ରୟାଲ୍ସର ଯିଏ ମାଲିକ ତ ସେଠାରେ ତାଙ୍କର ଟିମ୍ ଅଛି ତ ଫାଷ୍ଟ ଆରମ୍ଭ ହୋଇଥିଲା ସାଉଥ୍ ଆଫ୍ରିକା ଲିଗ୍ ଟି20 ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଯିଏ ପୂର୍ବଥର ଚାମ୍ପିୟନ୍ ଥିଲେ ଏଡେନ୍ ମାକ୍ରାମର ଟିମ୍ ଯିଏ ସନରାଇଜର୍ସ ହାଇଦ୍ରାବାଦର ମାଲିକଙ୍କ ଟିମ୍ ଆଉ ତାପରେ ଏମ୍ଆଇ କେପ୍ଟାଉନ୍ ମାନେ ଯିଏ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ତାଙ୍କ ଟିମ୍ ତ ଏ ଦୁଇ ଜଣଙ୍କ ଭିତରେ ମୁକାବିଲା ହେଇଥିଲା ଆଉ ଏମ୍ଆଇ କ୍ୟାପ୍ଟେନ୍ ଜିତିଥିଲା ରାଶିଦ୍ ଖାନ୍ ୟାର କ୍ୟାପ୍ଟେନ୍ ଥିଲେ ତ ସେ ଜିତିଥିଲେ ଆଉ ତାପରେ ଏମିତି ଖେଳ ଲାଗି ରହିଛି ଖେଳ ଚାଲିଛି ବହୁତ ରୋମାଞ୍ଚକର ହେଉଛି କାହିଁକି ଭାରତୀୟ ଫ୍ରାଞ୍ଚାଇଜ୍ରେ ଯେଉଁ ମାଲିକ ସବୁ ଅଛନ୍ତି ତ ସେଠାରେ ସେ ଦଳ କିଣିଛନ୍ତି ତ ବହୁତ ଲୋକପ୍ରିୟତା ସେଥିପାଇଁ ବି ହେଉଛି ଆଉ ଯେଉଁଟା ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ଼କୁ ମଧ୍ୟ ଫାଇଦା ଦେଉଛି ତ ତାପରେ ଦୁବାଇରେ ଆରମ୍ଭ ହୋଇଯାଇଛି ଇଣ୍ଟରନ୍ୟାସନାଲ୍ ଲିଗ୍ ଟି20 ଯେଉଁଟା ସବୁଥର ହୁଏ ତ ଦୁବାଇ ଇଣ୍ଟରନ୍ୟାସନାଲ୍ ଲିଗ୍ ଟି20 ବହୁତ ଲୋକପ୍ରିୟତା ମଧ୍ୟ ହୋଇଥାଏ ତ ଏହି ସମୟରେ ପାଖାପାଖି 2ଟି ଟୁର୍ଣ୍ଣାମେଣ୍ଟ ହୋଇଥାଏ ତ ଖେଳାଳିମାନେ ବହୁତ ଅଦଳ ବଦଳ ହୋଇ ସବୁ ଖେଳିଥାନ୍ତି ତ ଗୋଟେ ଜାଗାରେ ଅଲଗା ଖେଳାଳି ଖେଳୁଥିଲା ବେଳେ ଆଉ ଗୋଟେ ଜାଗାରେ ଅଲଗା ଖେଳାଳି ଖେଳିଥାନ୍ତି ତ ବହୁତ ମଜାଦାର ଖେଳ ସବୁ ଲାଗି ରହିଛି କାହିଁକି ଲୋକଙ୍କ ମାନେ ଡିମାଣ୍ଡ ହେଉଛି କି ଟି20 ଖେଳ ହେଉ ଯେତେ ଟି20 ଖେଳ ହେବ ଲୋକମାନେ ସବୁ ଦେଖିବେ ତ ସେଇଭଳି ହିସାବରେ ଟି20ର ମାନେ ଲିଗ୍ ଖେଳ ସବୁ ଆସୁଛି କାହିଁକିନା ଇଣ୍ଟରନ୍ୟାସନାଲ୍ ଲିଗ୍ କାହିଁକିନା ଇଣ୍ଟରନ୍ୟାସନାଲ୍ ଟି20 ତ ଚାଲିଛି ତା ସହିତ ଆଇପିଏଲ୍ ବି ଅଛି ତା ସହିତ ଅନ୍ୟ ଦେଶମାନଙ୍କର ମଧ୍ୟ ସବୁ ପାଖାପାଖି ସବୁ କ୍ରିକେଟ୍ ଦେଶମାନଙ୍କର ସବୁ ଲିଗ୍ ସବୁ ଖେଳ ଆରମ୍ଭ ହୋଇଯାଇଛି ଏହି ପୂର୍ବରୁ ଗତ କିଛି ଦିନ ପୂର୍ବରୁ ନେପାଳ ପ୍ରିମିୟର ଲିଗ୍ ଚାଲୁଥିଲା ତାପରେ ଆବୁଧାବି ଟି10 ଲିଗ୍ ଚାଲୁଥିଲା ଆବୁଧାବିରେ ଟି10 ଲିଗ୍ ସରିଲା ପରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଟି20 ଲିଗ୍ ଚାଲିଛି ତ ତାପରେ ଆହୁରି ଏମିତି ବିଗ୍ ବ୍ୟାଶ୍ ଲିଗ୍ ବି ଚାଲିଥିଲା ବିଗ୍ ବ୍ୟାଶ୍ ଲିଗ୍ ବି ଏବେ ମଧ୍ୟ ଚାଲିଛି ତ ଆହୁରି ତାପରେ ପାକିସ୍ତାନର ଗୋଟେ ହୁଏ ପାକିସ୍ତାନ ସୁପର ଲିଗ୍ ତାପରେ ଶ୍ରୀଲଙ୍କା ପ୍ରିମିୟର ଲିଗ୍ ତ ଏଇଭଳି ଢଙ୍ଗରେ ବାଂଲାଦେଶ ପ୍ରିମିୟର ଲିଗ୍ ତ ସବୁ ପ୍ରକାର ଲିଗ୍ ମାନେ ବର୍ଷ ସାରା ଏମିତି ଲାଗି ରହୁଛି ତା ସହିତ ଇଣ୍ଟରନ୍ୟାସନାଲ୍ ଖେଳ ମଧ୍ୟ ରହୁଛି ଆଉ ଲିଗ୍ ଖେଳ ମଧ୍ୟ ରହୁଛି ଦର୍ଶକମାନେ ଯେମିତି ବୋର୍ ନ ହେବେ ଦର୍ଶକ କେବଳ ଟି20 ଖେଳକୁ ଖାଲି ଦେଖିବେ ତ ସେଇ ହିସାବରେ ଖାଲି ଖେଳ ବଢ଼ି ଚାଲିଛି ଯେଉଁଟା ଆକ୍ଚୁଆଲି ଠିକ୍ ନୁହେଁ କି କାହିଁକିନା ତା ସହିତ ଟେଷ୍ଟ କ୍ରିକେଟର ମାନ କମୁଛି ସେ ତ ଗୋଟେ ଅଲଗା ଟପିକ୍ ତା ସହିତ ତା ବିଷୟରେ ଆମେ କେତେବେଳେ ପରେ କଥା ହେବା କିନ୍ତୁ ଟି20 ଲିଗ୍ରେ ଯେଉଁ ସବୁ ଖେଳ ଚାଲିଛି ତ ବହୁତ ସାରା ଖେଳାଳି ନିଜେ कंट्री छाड़ी भी से खाली टी20 लीग खेलुँच कहीं पैसा से मिलूँ जदि एत पैसा न था सपोज गोटे वेस्टइंडिज टीम को नहीं जातु कि गोटे छोट कंट्री नहीं जातु तो सेठार भल पैसा न मिलूँ तो सेठिकार खेलाड़ी मैंने सब आसिक अलग जगह सब टी20 लीग खेलुँच आउ खेलिक भल पैसा इनकम करुँच आईपीएल भी बहुत खेलाड़ी समस्त स्वप्न था कि आईपीएल जमी खेलेंगे आईपीएल गोटे कंट्राक्ट पाइले तो मैं वर्ष सारा कहला भाई गोटे किसी ये हो जाए मैंने गोटे अमाउंट गुड़ा हो जाए चलवाई सहित अन्य लीग सब अच्छी तो से इंटरनेशनल खेल खेलाड़ी मैंने अवसर नहीं सब लीग सब खेल बाहर दिनेश कार्तिक आईपीएल अवसर नहीं जाती सहित सी जाकि पुणी साउथ अफ्रिका टी20 लीग खेलुँच बीसीसी सहित टोटाल संपर्क छिन्न कर सारी जाकि आउ कौट तुम खेलीपर ना खेलीपर ना तो सहीटा आईपीएल अवसर नहीं कि इंटरनेशनल क्रिकेटर अवसर नहीं कि दिनेश कार्तिक से जाकि एवं खेलुँच साउथ अफ्रिका टी20 लीग तो टी20 लीग्र सब लोकप्रियता बढ़ी बढ़ी चलती तो से बहुत सारा लीग सब हो चलती तो बिल्कुल भी मिस करंतुनी जी नेटवर्क दूसरी इंटरनेशनल टी20 आउ साउथ अफ्रिका टी20 लीग स्पोर्ट्स 18 चैनल दूसरी टीवी रे लाइव स्ट्रीमिंग कर हॉटस्टार रे तो बिल्कुल भी मिस करूँ देखूँ एंजॉय करूँ तो वीडियो एति जब आपको आज वीडियो भल लगी था लाइक करेंगे कमेंट करेंगे और चैनल टी सब्सक्राइब करेंगे जल्दी आपण मान सहित देखा गोटे नेक्स्ट वीडियो टिल देन बाय बाय टेक केयर।